ଦୀପକ ଏବଂ ବିଭୁଙ୍କର ଏକ ଭୟଙ୍କର ବାଇକ୍ ଯାତ୍ରାର କାହାଣୀ। ମେଘାଳୟର ସେହି ଅଭିଶପ୍ତ ରାସ୍ତା। ଦୀପକ ଏବଂ ବିଭୁ ଦୁଇ ଅନ୍ତରଙ୍ଗ ସାଙ୍ଗ। ଦୁହିଁଙ୍କର ବାଇକ୍ ଚଲାଇବା ଏବଂ ନୂଆ ନୂଆ ଜାଗା ବୁଲିବାର ଭାରି ନିଶା। ଏଥର ସେମାନେ ଯୋଜନା କରିଥିଲେ ମେଘର ଘର ମେଘାଳୟ ଯିବା ପାଇଁ। ଶିଲଂରୁ ଚେରାପୁଞ୍ଜି ଯିବା ରାସ୍ତାର ସୌନ୍ଦର୍ଯ୍ୟ ବିଷୟରେ ସେମାନେ ବହୁତ ଶୁଣିଥିଲେ। ସେଦିନ ଥିଲା ଡିସେମ୍ବର ମାସର ଏକ ଶୀତୁଆ ସନ୍ଧ୍ୟା। ଦୀପକ ବାଇକ୍ ଚଲାଉଥିଲା ଏବଂ ବିଭୁ ପଛରେ ବସି ନାଭିଗେସନ୍ ଦେଖୁଥିଲା। ସମୟ ପ୍ରାୟ ରାତି ମଟା ହେବ। ମେଘାଳୟର ପାହାଡ଼ିଆ ରାସ୍ତାରେ ଖୁବ୍ ଜଲଦି ଅନ୍ଧାର ହୋଇଯାଏ। ହଠାତ୍ ଚାରିଆଡ଼ୁ ଘନ କୁହୁଡ଼ି ମାଡ଼ି ଆସିଲା। ହାତ ପାହାନ୍ତାରେ କିଛି ବି ଦେଖାଯାଉ ନଥାଏ। ବିଭୁ କହିଲା, ଦୀପକ, ମ୍ୟାପ୍ରେ ଗୋଟେ ସର୍ଟକଟ୍ ରାସ୍ତା ଦେଖାଉଛି ଯାହା ଆମକୁ ଜଲ୍ଦି ହୋଟେଲରେ ପହଞ୍ଚାଇଦେବ। ନା ଚାହୁଁଥିଲେ ମଧ୍ୟ ଦୀପକ ମୁଖ୍ୟ ରାସ୍ତା ଛାଡ଼ି ସେହି ସରୁ ଏବଂ ନିଛାଟିଆ ରାସ୍ତା ଆଡ଼କୁ ଗାଡ଼ି ବୁଲାଇଲା। ରାସ୍ତାଟି ଖୁବ୍ ଭୟଙ୍କର ଥିଲା। ଦୁଇ ପାଖରେ ବିଶାଳ ଜଙ୍ଗଲ ଏବଂ ଗଭୀର ଖାଲ। କେବଳ ବାଇକ୍ର ଇଞ୍ଜିନ୍ ଶବ୍ଦ ଛଡ଼ା ଆଉ କିଛି ଶୁଭୁନଥିଲା। ପରିବେଶ ଏତେ ଶାନ୍ତ ଥିଲା ଯେ ନିଜ ନିଶ୍ୱାସର ଶବ୍ଦ ମଧ୍ୟ ଡର ଲାଗୁଥିଲା। ପ୍ରାୟ 5 କିଲୋମିଟର ଯିବା ପରେ ହଠାତ୍ ବାଇକ୍ଟି ଝଟକା ଦେଇ ବନ୍ଦ ହୋଇଗଲା। ଦୀପକ ବିରକ୍ତ ହୋଇ କହିଲା, ଆରେ, ଏ ଘଞ୍ଚ ଜଙ୍ଗଲ ମଝିରେ ଗାଡ଼ି କାହିଁକି ବନ୍ଦ ହେଲା? ଦୁହେଁ ଗାଡ଼ିରୁ ଓହ୍ଲାଇଲେ। ଚାରିଆଡ଼େ ଘନ ଅନ୍ଧକାର ଆଉ ହାଡ଼ଭଙ୍ଗା ଶୀତ। ଦୀପକ ଗାଡ଼ି ଚେକ୍ କରୁଥିବା ବେଳେ ବିଭୁର ନଜର ରାସ୍ତା କଡ଼ରେ ଥିବା ଏକ ପୁରୁଣା ବରଗଛ ଉପରକୁ ଗଲା। ତାକୁ ଲାଗିଲା ଯେମିତି ଗଛ ଡାଳରେ କେହି ଜଣେ ଧଳା କପଡ଼ା ପିନ୍ଧି ବସିଛି। ବିଭୁ ଭୟରେ ଥରିବାକୁ ଲାଗିଲା। ସେ ଫିସ୍ ଫିସ୍ କରି କହିଲା, ଦୀପକ, ଜଲ୍ଦି ଗାଡ଼ି ଷ୍ଟାର୍ଟ କର, ଏ ଜାଗା ଠିକ୍ ଲାଗୁନି। ଠିକ୍ ସେହି ସମୟରେ ଜଙ୍ଗଲ ଭିତରୁ ଏକ ଅଦ୍ଭୁତ କାନ୍ଦିବାର ଶବ୍ଦ ଶୁଭିଲା। ଶବ୍ଦଟା ଧୀରେ ଧୀରେ ପାଖକୁ ଆସୁଥିଲା। ମନେ ହେଉଥିଲା କେହି ଜଣେ ମହିଳା କାନ୍ଦୁ କାନ୍ଦୁ ସେମାନଙ୍କ ଆଡ଼କୁ ଆସୁଛନ୍ତି। ଦୀପକ ମଧ୍ୟ ଏଥର ଡରିଗଲା। ସେ ପ୍ରାଣମୂର୍ଚ୍ଛା ଚେଷ୍ଟା କରି ଗାଡ଼ି ଷ୍ଟାର୍ଟ କଲା। ଭାଗ୍ୟବଶତଃ ଇଞ୍ଜିନ୍ ଗର୍ଜନ କରିଉଠିଲା। ଯେମିତି ସେମାନେ ଗାଡ଼ିରେ ବସି ଆଗକୁ ବଢ଼ିବାକୁ ଗଲେ ସେମାନେ ଯାହା ଦେଖିଲେ ସେଥିରେ ସେମାନଙ୍କ ରକ୍ତ ଜମାଟ ବାନ୍ଧିଗଲା। ଗାଡ଼ିର ହେଡ୍ଲାଇଟ୍ ଆଲୁଅରେ ଦେଖାଗଲା ରାସ୍ତା ମଝିରେ ଜଣେ ମହିଳା ପଛପଟ ବୁଲି ଛିଡ଼ା ହୋଇଛନ୍ତି। ତାଙ୍କର ଲମ୍ବା କଳା ବାଳ ଭୂଇଁରେ ଲୋଟୁଛି। ଦୀପକ ବ୍ରେକ୍ ମାରିବାକୁ ଚାହୁଁଥିଲା, କିନ୍ତୁ ବିଭୁ ଚିତ୍କାର କରି କହିଲା, ଦୀପକ, ଗାଡ଼ି ରୋକିବୁନି। ବାସ୍ ଚଲା, ଜୋରରେ ଚଲା। ଦୀପକ ଆକ୍ସିଲେଟର ମୋଡ଼ିଦେଲା। ଯେତେବେଳେ ସେମାନେ ସେହି ମହିଳାଙ୍କୁ ଅତିକ୍ରମ କଲେ ସେହି ମହିଳା ଜଣକ ହଠାତ୍ ବୁଲି ପଡ଼ିଲେ। ତାଙ୍କ ମୁହଁ ସମ୍ପୂର୍ଣ୍ଣ ଜଳିଯାଇଥିଲା ଏବଂ ଆଖି ଦୁଇଟା ନିଆଁ ଭଳି ଜଳୁଥିଲା। ସେ ଗାଡ଼ି ପଛରେ ଦୌଡ଼ିବାକୁ ଲାଗିଲେ। ସେ ଆମ ପଛେ ପଛେ ଆସୁଛି ଦୀପକ, ଆହୁରି ଜୋରରେ ଚଲା। ବିଭୁ ଭୟରେ ଚିତ୍କାର କରୁଥିଲା। ପ୍ରାୟ 10 ମିନିଟ୍ ଯାଏଁ ସେମାନେ ସେହି ଭୟଙ୍କର ରାସ୍ତାରେ ଅନ୍ଧାଧୁନ୍ଦ ଗାଡ଼ି ଚଲାଇଲେ। ଶେଷରେ ସେମାନେ ମୁଖ୍ୟ ରାସ୍ତା ଏବଂ ଗୋଟିଏ ଛୋଟ ଦୋକାନ ଦେଖିବାକୁ ପାଇଲେ। ସେଠାରେ ପହଞ୍ଚି ଦୁହେଁ ଦୀର୍ଘ ନିଶ୍ୱାସ ମାରିଲେ। ସେମାନଙ୍କ ଦେହ ଝାଳରେ ଓଦା ହୋଇଯାଇଥିଲା। ଦୋକାନୀ ଜଣକ ସେମାନଙ୍କ ଅବସ୍ଥା ଦେଖି ପାଣି ବୋତଲ ବଢ଼ାଇ ଦେଇ କହିଲେ, ତୁମେମାନେ କ'ଣ ସେହି ପୁରୁଣା ଜଙ୍ଗଲ ରାସ୍ତା ଦେଇ ଆସିଲ କି? ସେ ରାସ୍ତାରେ ରାତିରେ ଯିବା ମନା। ସେଠାରେ ଅନେକ ଲୋକ ଅଦ୍ଭୁତ ଜିନିଷ ଦେଖିଛନ୍ତି, ଆଉ କିଛି ଲୋକ ଫେରି ନାହାନ୍ତି। ଦୀପକ ଆଉ ବିଭୁ ପରସ୍ପରକୁ ଚାହିଁଲେ। ସେଦିନ ରାତିରେ ସେମାନେ ବଞ୍ଚି ଯାଇଥିଲେ ସତ, କିନ୍ତୁ ମେଘାଳୟର ସେହି ନିଛାଟିଆ ରାସ୍ତାର ଭୟଙ୍କର ସ୍ମୃତି ସାରା ଜୀବନ